जय जगन्नाथ आपण मानक प्रज्योतिषवाल को स्वागत। सनातन धर्मरी पुरी जगन्नाथ रथयात्रा सबुठारु पवित्र एवं भव्य यात्रा बोली ग्रहण करा जायथाय। प्रत्येक वर्ष आषाढ़ मासर शुक्ल पक्षर द्वितीय तिथि ठारु आरंभ होइथाय एही रथयात्रा। जेबे भगवान जगन्नाथ निजर बड़ भाई बलभद्र एवं भौणी माँ देवी सुभद्रांक सहित श्रीमंदिररु गुंडीचा मंदिर जाइथांती। एई वर्ष रथयात्रा 27 जून दिन आरंभ होइथाइला। रथयात्रा समय एक नियारा परंपरा पालन करा जाइथाय, जहाँकि भगवान को पिता निम्बर प्रसाद भोग आकार लगे। यह सुनले आपण माने आश्चर्य हेउथिबे जे ଯେଉଁଠାରେ ମହାପ୍ରଭୁଙ୍କୁ 56 ପ୍ରକାରର ସ୍ୱାଦିଷ୍ଟ ଭୋଗ ଅର୍ପଣ କରାଯାଇଥାଏ, ସେଠି ପୁଣି କେମିତି ନିମ୍ବ ପିତା ଅର୍ପଣ କରାଯାଇଥାଏ। ଏହା ପଛରେ ରହିଛି ଏକ ପୌରାଣିକ କାହାଣୀ। ଚାଲନ୍ତୁ ଜାଣିବା ସେହି କାହାଣୀଟି, ଯେଉଁଥିରେ ଲୁଚି ରହିଛି ଭକ୍ତର ଭକ୍ତି, ଭକ୍ତର ଭାବ। କୁହାଯାଏ କି ପୁରୀ ମନ୍ଦିର ପାଖରେ ଏକ ବୃଦ୍ଧ ମହିଳା ବାସ କରୁଥିଲା, ଯିଏ ଭଗବାନ ଜଗନ୍ନାଥଙ୍କୁ ନିଜର ପୁତ୍ର ବୋଲି ମନେ କରୁଥିଲା। ସେ ସର୍ବଦା ଦେଖିକି ମହାପ୍ରଭୁଙ୍କୁ 56 ପ୍ରକାରର ସ୍ୱାଦିଷ୍ଟ ଭୋଗ ଅର୍ପଣ କରାଯାଏ। ଗୋଟେ ଦିନ ସେ ଭାବିଲା, ଏବେ ଏତେ ସାରା ଭାରି ଜିନିଷ ଭୋଜନ କରିବା ପରେ ମୋ ପୁଅ ଅର୍ଥାତ୍ ମହାପ୍ରଭୁଙ୍କର ପେଟ କାଟିପାରେ ବା ପେଟରେ କୌଣସି ପ୍ରକାର ଯନ୍ତ୍ରଣା ହୋଇପାରେ। ସେଥିପାଇଁ ସେଇ କଷ୍ଟରୁ ମୁକ୍ତି ଦେବା ପାଇଁ ସେ ନିମ୍ବର ଚୂରଣ ତିଆରି କରି ମନ୍ଦିର ପହଞ୍ଚିଲା। ନିମ୍ବ ଔଷଧୀୟ ଗୁଣ ଥିବାରୁ ସେ ନିମ୍ବ ବ୍ୟବହାର କରିଥିଲା। ସେଦିନ ଯେତେବେଳେ ସେହି ମହିଳା ମନ୍ଦିର ପାଖରେ ପହଞ୍ଚିଲା, ମନ୍ଦିରର ଦ୍ୱାର ପାଖରେ ଠିଆ ହୋଇଥିବା ସୈନିକ ତାକୁ ଭିତରକୁ ଯିବାକୁ ଦେଲେ ନାହିଁ। ତା ସହିତ ତାକୁ ବହୁତ ଅପମାନିତ କଲେ। ବହୁତ ଥଟ୍ଟା ପରିହାସ କରିବା ସହିତ ତା ହାତରୁ ନିମ୍ବର ଚୂରଣ ନେଇ ଫୋପାଡ଼ି ଦେଲେ। ଏସବୁ ଦେଖିକରି ବୃଦ୍ଧ ମହିଳା ବହୁତ ମନ ଦୁଃଖ କଲା। ତାକୁ ଲାଗିଲା କି ସେ ତା ପୁଅ ପାଇଁ କେତେ ସ୍ନେହ ମମତାରେ ଔଷଧ ନେଇଥିଲା, କିନ୍ତୁ ତା ପାଖରେ ପହଞ୍ଚି ପାରିଲା ନାହିଁ। ସେ ସେମିତି ମନ ଦୁଃଖରେ ରହିଗଲା ନିଜ ଘରେ। ସେଇ ରାତିରେ ମହାପ୍ରଭୁ ଜଗନ୍ନାଥ ପୁରୀର ରାଜାଙ୍କୁ ସ୍ୱପ୍ନାଦେଶ କଲେ ଏବଂ ସମସ୍ତ ଘଟଣା ବିଷୟରେ କହିଲେ। ଭଗବାନ କହିଲେ କି ତାଙ୍କର ଏକ ପରମ ଭକ୍ତ ମନ୍ଦିର ଦ୍ୱାର ପାଖରେ ଅପମାନିତ ହେଲେ, ଯାହାକି ସେ ସହ୍ୟ କରିପାରି ନାହାନ୍ତି। ସେ ରାଜାଙ୍କୁ ଆଦେଶ ଦେଲେ କି ସେ ସ୍ୱୟଂ ସେହି ମହିଳାକୁ କ୍ଷମା ମାଗନ୍ତୁ, ତା ସହିତ ପୁନର୍ବାର ପାଇଁ ସେହି ଔଷଧ ସେହି ମହିଳାଙ୍କ ଦ୍ୱାରା ତିଆରି କରି ମୋତେ ଅର୍ପଣ କରନ୍ତୁ। ଏସବୁ ଘଟଣା ଜାଣିବା ପରେ ସକାଳୁ ରାଜା ମହାପ୍ରଭୁଙ୍କର ଆଜ୍ଞା ପାଳନ କଲେ। ସେ ସେହି ବୃଦ୍ଧ ମହିଳା ଘରକୁ ଗଲେ, ତାକୁ କ୍ଷମା ମାଗିଲେ ଏବଂ ତାଙ୍କଠାରୁ ଆଉ ଥରେ ନିମ୍ବର ଚୂରଣ ବନେଇ ପ୍ରଭୁଙ୍କ ପାଖରେ ଭୋଗ ଆକାରରେ ଅର୍ପଣ କଲେ। ମହାପ୍ରଭୁ ବି ସେହି ଭୋଗକୁ ପ୍ରେମ ପୂର୍ବକ ସ୍ୱୀକାର କଲେ। ସେହି ଦିନଠାରୁ ଏହି ପରମ୍ପରା ଚଳି ଆସୁଛି ଯେ ଭଗବାନ ଜଗନ୍ନାଥଙ୍କ ପାଖରେ 56 ଭୋଗର ଅର୍ପଣ ପରେ ନିମ୍ବର ଚୂରଣ ବା ନିମ୍ବର କୌଣସି ଔଷଧୀୟ ଯେହେତୁ ଗୁଣ ରହିଛି, ନିମ୍ବର କୌଣସି ଭୋଗ ତାଙ୍କ ପାଖରେ ଅର୍ପଣ କରାଯାଏ। ଏହା ଏକ ପରମ୍ପରା ନୁହେଁ, ବରଂ ଏହା ଏକ ଭକ୍ତର ପ୍ରେମର ପ୍ରତୀକ, ଯାହା ଆମକୁ ଶିଖେଇ ଦେଇଛି କି ଭଗବାନଙ୍କ ପାଇଁ ଭୋଗର ସ୍ୱାଦ ଠାରୁ ବଡ଼ ହେଉଛି ଭକ୍ତର ଭାବନା ଆଉ ଭକ୍ତର ଶ୍ରଦ୍ଧା। ଆଶା କରୁଛି ଏହି କାହାଣୀଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ଏମିତି ନୂଆ ନୂଆ କାହାଣୀ ଆଉ ନୂଆ ନୂଆ ପୌରାଣିକ କଥା ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।